ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଏବଂ ପ୍ରେଜ୍ ଦ ଲର୍ଡ। ଆଜିର ପ୍ରସଙ୍ଗ ଆପଣମାନେ ଜାଣନ୍ତି, ଖ୍ରୀଷ୍ଟଙ୍କ ଠାରେ ଧନୀ କିନ୍ତୁ ଭୌତିକ ଦୃଷ୍ଟିରୁ ଗରିବ। ରିଚ୍ ଇନ୍ ଖ୍ରାଇଷ୍ଟ ୟେଟ୍ ମ୍ୟାଟେରିଆଲି ପୋର୍। ଏ ବିଷୟକୁ ଆଜି ଆମେ ଆଲୋଚନା କରିବା। ଏହି ନିର୍ଦ୍ଦିଷ୍ଟ ବିଷୟ ଆମେ ଦ୍ୱିତୀୟ କରନ୍ଥୀୟ 8ର ତାର 9 ପଦକୁ ଯଦି ଦେଖିବା ତହିଁରେ ଉଲ୍ଲେଖ କରାଯାଇଛି। ଲେଖା ଅଛି, ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ, ଏଥିପାଇଁ ସେ ଧନୀ ହେଲେ ହେଁ କିପରି ତୁମ୍ଭମାନଙ୍କ ନିମନ୍ତେ ଦରିଦ୍ର ହେଲେ। ଏ ବିଷୟକୁ ଆମେ ଉଲ୍ଲେଖ କରି ଆଜି ଆଲୋଚନା କରିବାକୁ ଯିବା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ଖ୍ରୀଷ୍ଟଙ୍କ ଠାରେ ଧନୀ ଅଟୁ, କାରଣ ସେ ଆମ୍ଭମାନଙ୍କୁ ଧନୀ କରିବା ପାଇଁ, ଧନବାନ କରିବା ପାଇଁ ସେ ଜଗତକୁ ଆସିଥିଲେ ଆଉ ସେ ଦରିଦ୍ର ରୂପ ଧାରଣ କରିଥିଲେ। ତେବେ ଆମେ ଜାଣିବା ଦରକାର ଯେ ଆମ୍ଭେମାନେ ଅଲରେଡ଼ି ଧନବାନ ଅଟୁ। ରିଚ୍ ଇନ୍ ଖ୍ରାଇଷ୍ଟ, ୱି ଆର୍ ଅଲରେଡ଼ି ରିଚ୍ ଇନ୍ ଖ୍ରାଇଷ୍ଟ। ଆମେ ଖ୍ରୀଷ୍ଟଙ୍କ ଠାରେ ଧନବାନ ଅଟୁ, ଧନବାନ ହୋଇଅଛୁ। ପ୍ରଥମରେ ଆଧ୍ୟାତ୍ମିକ ଧନବାନରେ ଆମ୍ଭେମାନେ ଧନବାନ ହୋଇଅଛୁ। ଖ୍ରୀଷ୍ଟଙ୍କ ଦ୍ୱାରା ଯେଉଁ ଆଧ୍ୟାତ୍ମିକତାର ଉପକାର ଆମେ ପାଇଛୁ, ତଦ୍ୱାରା ଆମେ ଅବର୍ଣ୍ଣନୀୟ, ଅମାପ ଆଧ୍ୟାତ୍ମିକ ସମ୍ପଦ ଖ୍ରୀଷ୍ଟଙ୍କ ସହିତ ଏକୀଭୂତ ହୋଇ ଆମେ ପ୍ରାପ୍ତ ହୋଇଅଛୁ। ଆମେ ପ୍ରଥମେ ପରିତ୍ରାଣରେ ଧନବାନ ହୋଇଅଛୁ। ପରିତ୍ରାଣରେ ଆମ୍ଭେମାନେ ଧନବାନ ହୋଇଅଛୁ, ହେବା ନାହିଁ, ଅଲରେଡ଼ି ଆମେ ହୋଇଅଛୁ। ଆମକୁ କ୍ଷମା ମିଳିଅଛି, ଆମ୍ଭେମାନେ ଧାର୍ମିକ ଗଣିତ ହୋଇଅଛୁ, ଆମ୍ଭେମାନେ ଖ୍ରୀଷ୍ଟଙ୍କ ପରିବାରରେ ତାଙ୍କର ସନ୍ତାନ ସନ୍ତତି ଭାବରେ ଭୁକ୍ତ ହୋଇଅଛୁ, ଆମ୍ଭେମାନେ ତାଙ୍କର ପରିବାରଭୁକ୍ତ ହୋଇଅଛୁ। ଏହା ପରିତ୍ରାଣରେ ଆମ୍ଭେମାନେ ଧନବାନ ଅଟୁ ବା ଧନୀ ଅଟୁ। ଦ୍ୱିତୀୟରେ ଆତ୍ମିକ ଆଶୀର୍ବାଦରେ ଆମେ ଧନୀ ଅଟୁ, ଧନବାନ ଅଟୁ। ଏଫେସୀୟ 1:3 ଅନୁସାରେ ଆତ୍ମିକ ଆଶୀର୍ବାଦରେ ଧନବାନ କହିଲେ ତାଙ୍କରି ପବିତ୍ର ଆତ୍ମା ଆମଠାରେ ବାସ କରୁଛି, ତାଙ୍କରି ଅନୁଗ୍ରହ ପ୍ରଚୁର ଭାବେ ଆମ ପ୍ରତି ରହିଅଛି। ଖ୍ରୀଷ୍ଟଙ୍କ ଶାନ୍ତି ବା ଈଶ୍ୱରଙ୍କ ସହିତ ଶାନ୍ତିରେ ଆମ୍ଭେମାନେ ଅଛୁ, ତାଙ୍କର ଶାନ୍ତି ଆମ୍ଭମାନଙ୍କ ଠାରେ ଅଛି ଏବଂ ଆମେ ପିତାଙ୍କ ଆଡ଼କୁ ବା ପିତାଙ୍କ ବିଷୟ ଆମଠାରେ ଅତ୍ୟଧିକ ଭାବରେ ଅଛି ଏବଂ ସ୍ୱର୍ଗୀୟ ଅଧିକାର ଆମ୍ଭମାନଙ୍କୁ ଦିଆଯାଇଛି। ତ ଏହିସବୁ ହେଉଛି ଆତ୍ମିକ ଆଶୀର୍ବାଦ ଗୁଡ଼ାକରେ ଆମେ ଧନବାନ ହୋଇଅଛୁ, ଆମେ ପ୍ରାପ୍ତ ହୋଇଅଛୁ। ଆଉ ଗୋଟେ ବିଷୟ ହେଉଛି ଯେ ରିଚ୍ ଇନ୍ ଇନହେରିଟେନ୍ସ, ଅଧିକାରରେ ଆମ୍ଭେମାନେ ଧନବାନ ହୋଇଅଛୁ। ଯାହା ବି ଆମଙ୍କର ଇନହେରିଟେନ୍ସ ଅଛି, ଯାହା ବି ଆମର ଉତ୍ତରାଧିକାର ସ୍ୱରୂପେ ରହିଅଛି, ସେଇଠାରେ ଆମେ ଧନବାନ ଅଛୁ। ଉତ୍ତରାଧିକାରରେ ଆମେ ଧନବାନ ଅଟୁ। ରୋମୀୟ ପୁସ୍ତକ 8:17 ଅନୁସାରେ ଆମେମାନେ ଉତ୍ତରାଧିକାରୀ ପ୍ରାପ୍ତ ହୋଇଅଛୁ। ସବୁ ଅଧିକାର ଆମର ହୋଇଅଛି, ଆମକୁ ଦିଆଯାଇଅଛି ଆତ୍ମିକ କ୍ଷେତ୍ରରେ। ତ ଆମେ ଜାଣି ରଖିବା ଦରକାର ଯେ ଆମେ ଖ୍ରୀଷ୍ଟଙ୍କ ଠାରେ ଅଲରେଡ଼ି ଧନୀ ଅଟୁ ବା ଧନବାନ ଅଟୁ। ବିଶେଷ କରି ପରିତ୍ରାଣରେ ଧନବାନ ଏବଂ ଆତ୍ମିକ ଆଶୀର୍ବାଦରେ ଧନବାନ ଏବଂ ସମସ୍ତ ଉତ୍ତରାଧିକାରରେ ଆମେ ଧନବାନ ହୋଇଅଛୁ। କିନ୍ତୁ ବାକ୍ୟ ଆମକୁ କହେ ଯେ ୟେଟ୍ ୱି ଆର୍ ମ୍ୟାଟେରିଆଲି ପୋର୍, ମିନ୍ସ ଆମେ ଭୌତିକ ଭାବରେ ଗରିବ ମଧ୍ୟ ଅଟୁ। ଦେଖନ୍ତୁ, ଆମ ଶାରୀରିକ ଜୀବନରେ ଆମେ ଭୌତିକ ଭାବରେ ଗରିବ ଅଟୁ। ଅନେକ ଭୌତିକ ବିଷୟ ଗୁଡ଼ାକ, ଶାରୀରିକ ବିଷୟ ଗୁଡ଼ାକରେ ଆମେ ଗରିବ। ଜଗତ ସମ୍ମୁଖରେ, ଲୋକମାନଙ୍କ ଚକ୍ଷୁ ଦୃଷ୍ଟିରେ ଆମ୍ଭେମାନେ ଗରିବ ଅଟୁ। ଯଦିବା ଆମେ ଖ୍ରୀଷ୍ଟଙ୍କ ଠାରେ ଧନବାନ, କିନ୍ତୁ ଜଗତ ଦୃଷ୍ଟିରେ, ଲୋକମାନଙ୍କ ଦୃଷ୍ଟିରେ ଆମେମାନେ ଗରିବ ଅଟୁ, ପୋର୍ ଅଟୁ। ତ କେତେକ ବିଷୟକୁ ମୁଁ କହିବାକୁ ଚାହେଁ। ଯଦିବା ଆମେ ଆତ୍ମିକ ଭାବରେ ଧନବାନ ହୋଇଅଛୁ, କିନ୍ତୁ ଆମେ ଯେ ବିଶ୍ୱାସୀମାନେ, ଆମେମାନେ ଦାରିଦ୍ରତାକୁ, କଷ୍ଟ କାଠିନ୍ୟତାକୁ, ତାଡ଼ନା ଅଭାବକୁ ଏହି ବର୍ତ୍ତମାନ ଯୁଗରେ ଅନୁଭବ
କରି ଆସୁଅଛୁ। କେତେକ ବାଇବେଲରୁ ମୁଁ ଆପଣଙ୍କୁ ଉଦାହରଣ ଦେବାକୁ ଚାହେଁ। ଯୀଶୁଖ୍ରୀଷ୍ଟଙ୍କୁ ଯଦି ଆମେ ଚିନ୍ତା କରିବା ତେବେ ତାଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟେ ସ୍ଥାନ ନଥିଲା। ଲାଇକ୍ ଏ ପ୍ରିମିଟିଭ୍ ପର୍ସନ୍, ଯାଯାବର ଏଣେ ତେଣେ ଜୀବନଯାପନ କାଟିବା ବ୍ୟକ୍ତି ଭାବରେ ସେ ଜୀବନ କାଟିଥିଲେ। ସେହିପରି ପ୍ରେରିତମାନଙ୍କୁ ଯଦି ଆମେ ଦେଖିବା, ଦ୍ୱିତୀୟରେ ପ୍ରେରିତମାନେ ଯେଉଁମାନେ କି ଭୋକ ଅବସ୍ଥାରେ ଜେଲରେ ଥିଲେ, ସେମାନେ ଅନେକ ଦୁଃଖ ଗୁଡ଼ାକ ସେମାନେ ସହ୍ୟ କରିଅଛନ୍ତି, ପ୍ରେରିତମାନେ ବିଶେଷ କରି। ଆଉ ଅନେକ ଲୋକମାନେ ରହିଅଛନ୍ତି ଯେଉଁ ପ୍ରଭୁଙ୍କର ପ୍ରେରିତ ଦାସମାନେ, ସେମାନେ ଅନେକ ଦାରିଦ୍ର୍ୟତା ମଧ୍ୟରେ ସେମାନେ ଯାଇଅଛନ୍ତି। ଆମେ ଯଦି ପ୍ରକାଶିତ ପୁସ୍ତକ ଦେଖିବା, ସ୍ୱର୍ଣ୍ଣା ମଣ୍ଡଳୀ ବିଷୟରେ ଉଲ୍ଲେଖ କରାଯାଇଅଛି। ସେ ସ୍ୱର୍ଣ୍ଣା ମଣ୍ଡଳୀକୁ କୁହାଯାଇଅଛି, ଯୀଶୁ କୁହନ୍ତି ଯେ ତୁମ୍ଭେମାନେ ଯେ ଦାରିଦ୍ର ଏହା ମୁଁ ଜାଣେ, ବଟ୍ ୟୁ ଆର୍ ଷ୍ଟିଲ୍ ରିଚ୍, କିନ୍ତୁ ତୁମେମାନେ ଧନବାନ ଅଟ ଏହା ମଧ୍ୟ ମୁଁ ଜାଣେ ବୋଲି ପ୍ରଭୁ ପ୍ରକାଶିତ 2:9 ଉଲ୍ଲେଖ କରିଅଛନ୍ତି। ଆମେ ଜାଣିବା ଦରକାର ଯେ, ଆମେ ମନେ ରଖିବା ଦରକାର ଯେ ଭୌତିକ ସମ୍ପତ୍ତି, ଏହି ସକଳ ଦୁନିଆର ଭୌତିକ ସମ୍ପତ୍ତି ଆଧ୍ୟାତ୍ମିକ ସମୃଦ୍ଧିର ମାପକାଠି ନୁହେଁ। ୱେଲ୍ଥ ଇଜ୍ ନଟ୍ ଦ ମେଜର ଅଫ୍ ସ୍ପିରିଚୁଆଲ୍ ପ୍ରସ୍ପେରିଟି। ଆଧ୍ୟାତ୍ମିକ ସମୃଦ୍ଧିର ମାପକାଠି ନୁହେଁ ଏହି ଭୌତିକ ସମ୍ପତ୍ତି। ବା କହିବାକୁ ଗଲେ, ଏ ଯେଉଁ ଭୌତିକ ସମ୍ପତ୍ତି ଗୁଡ଼ାକ ରହିଅଛି, ଏହା ଆଧ୍ୟାତ୍ମିକ ସମୃଦ୍ଧିର ମାପକାଠି ନୁହଁ। ତେଣୁ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ନୂତନ ନିୟମକୁ ଯଦି ଆମେ ଦେଖିବା, ତେବେ ନୂତନ ନିୟମ ଏକ ଭିନ୍ନତା ପ୍ରଦାନ କରିଥାଏ, ଯାହାକି ଏହି ଭୌତିକ ଉନ୍ନତ ଠାରୁ ଆତ୍ମିକ ଉନ୍ନତ ମଧ୍ୟରେ ଭିନ୍ନତାକୁ ଦେଇଥାଏ। ସୁସମାଚାର, ଏଇ ଯେଉଁ ଗସ୍ପେଲ୍ ଯାହା ଆମେ ନୂତନ ନିୟମରେ ଦେଖୁଛୁ, ଏହା ଆମକୁ ଈଶ୍ୱରଙ୍କ ସହିତ ମିଳନତା, ଖ୍ରୀଷ୍ଟଙ୍କ ଚରିତ୍ର ଆଡ଼କୁ ସ୍ଥାନାନ୍ତରିତ ହେବା ବା ପରିବର୍ତ୍ତନ ହେବା, ପବିତ୍ର ଆତ୍ମାଙ୍କ ଦାନ ସମୂହ, ଗୌରବର ଆଶା, ଏହିସବୁ ଆମ୍ଭମାନଙ୍କୁ ପ୍ରତିଜ୍ଞା ଏବଂ ପ୍ରଚୁର ଭାବରେ ପ୍ରଦାନ କରିଥାଏ। ତେଣୁ ଭୌତିକ ଯେଉଁ ସମ୍ପତ୍ତି ବା ପ୍ରାଚୁର୍ଯ୍ୟତା କିଛି ବିଶ୍ୱାସୀମାନଙ୍କ ପାଇଁ ଏକ ଆଶୀର୍ବାଦ ହୋଇପାରେ, କିନ୍ତୁ ଏହାକୁ କେବେ ବି ବିଶ୍ୱାସର ସର୍ବଜନନୀ ପ୍ରମାଣ ଭାବରେ ଉପସ୍ଥିତ କରାଯାଏ ନାହିଁ। ଭୌତିକ ଆଶୀର୍ବାଦ ବିଶ୍ୱାସୀମାନଙ୍କ ପାଇଁ ଏକ ଆଶୀର୍ବାଦ ହୋଇପାରେ, ସତ କଥା, କିନ୍ତୁ ଏହାକୁ କେବେ ବି ବିଶ୍ୱାସର ସାର୍ବଜନୀନ ପ୍ରମାଣ ଭାବରେ ସ୍ଥାପିତ କରାଯାଇପାରିବ ନାହିଁ। ତ ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଆମେ ଯେକୌଣସି ଅବସ୍ଥାରେ ଥିଲେ ହିଁ ଆମେ ଖ୍ରୀଷ୍ଟଙ୍କ ଠାରେ ଯେ ଧନବାନ ହୋଇଅଛୁ, ଏହି ବିଷୟକୁ ପ୍ରାପ୍ତ ହେଉ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ।